ପିଲାମାନେ ଆଜିର ଏହି ଶିକ୍ଷାଦାନକୁ ସମସ୍ତଙ୍କୁ ସ୍ୱାଗତ ଏବଂ ଶୁଭେଚ୍ଛା। ଆମେ ପୂର୍ବ କ୍ଲାସରେ ବନ୍ଦେ ଉତ୍କଳ ଜନନୀ କବିତାର ପ୍ରଥମ ପଦକୁ ବୁଝିଥିଲେ। ଆଜି ଜାଣିବାକୁ ଚେଷ୍ଟା କରିବା ଏହାର ଦ୍ୱିତୀୟ ପଦକୁ, ଯାହାର କବି ହେଉଛନ୍ତି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। ତ ତାଙ୍କର ଦ୍ୱିତୀୟ ପଦରେ କବି ବର୍ଣ୍ଣନା କରିଛନ୍ତି, ପୂତ ପୟୋଧି ବିଧୌତ ଶରୀରା, ତାଳ ତମାଳ ସୁଶୋଭିତ ତୀରା, ଶୁଭ୍ର ତଟିନୀ କୂଳ ଶିଖର ସମୀରା, ଜନନୀ ଜନନୀ ଜନନୀ। ତ ପିଲାମାନେ ଏ ଦ୍ୱିତୀୟ ପଦକୁ ବୁଝିବା ପୂର୍ବରୁ ଆମେ ଏହାର କଠିନ ଶବ୍ଦ ଏବଂ ତାର ଅର୍ଥକୁ ଆମେ ଜାଣି ରଖିବାକୁ ଚେଷ୍ଟା କରିବା। ଏଠି କବି ବର୍ଣ୍ଣନା କରିଛନ୍ତି, ପୂତ ଶବ୍ଦ ବ୍ୟବହାର କରାଯାଇଛି। ପୂତ ଶବ୍ଦର ଅର୍ଥ ହେଉଛି ପବିତ୍ର। ପୟୋଧି ଶବ୍ଦର ଅର୍ଥ ହେଉଛି ସମୁଦ୍ର ବା ସିନ୍ଧୁ ବୋଲି କହିଥାଉ ଆମେ, ବା ସାଗର ବା ଜଳଧି ନାମରେ ମଧ୍ୟ ଜାଣିଥାଉ। ବିଧୌତ ଶବ୍ଦର ଅର୍ଥ ହେଉଛି ଧୋଇଦେବା ବା ଧୋଇବା ବୋଲି କୁହାଯାଏ। ଶରୀରା ଶବ୍ଦର ଅର୍ଥ ଆମେ ସମସ୍ତେ ଜାଣୁ, ଅଙ୍ଗ ବା ଦେହ ବୋଲି କୁହାଯାଏ। ଠିକ ସେମିତି ତାଳ ତମାଳ, ତାଳ ତମାଳ ହେଉଛି ଏକ ବୃକ୍ଷ ବିଶେଷ, ଗୋଟେ ଗଛର ନାମ ବିଶେଷ। ତ ତେଣୁ ତାଳ ତମାଳ ହେଉଛି ବୃକ୍ଷର ନାମକୁ ସୂଚିତ କରେ। ସୁଶୋଭିତ ଶବ୍ଦର ଅର୍ଥ ହେଉଛି ଅତ୍ୟନ୍ତ ଶୋଭାଯୁକ୍ତ ବା ସୌନ୍ଦର୍ଯ୍ୟ ବୋଲି କୁହାଯାଏ। ତୀରା ଶବ୍ଦର ଅର୍ଥ ହେଉଛି ତଟ ବା ସମୁଦ୍ର କୂଳ ବୋଲିକିରି ଆମେ ଜାଣିଥାଉ। ତୀରା ଶବ୍ଦର ଅର୍ଥ ସମୁଦ୍ର କୂଳ। ଶୁଭ୍ର ଶବ୍ଦର ଅର୍ଥ ହେଉଛି ସ୍ୱଚ୍ଛ ବା ଧଳା ବା ନିର୍ମଳ ବୋଲି ଆମେ କହିଥାଉ। ତଟିନୀ, ତଟିନୀ ଶବ୍ଦର ଅର୍ଥ ହେଉଛି ନଦୀ ବା ନଈ ବୋଲି ଆମେ ଜାଣୁ। କୂଳ ଶବ୍ଦର ଅର୍ଥ ଆମେ ଜାଣିଲେ ତଟଦେଶ। ଶିଖର ଶବ୍ଦର ଅର୍ଥ ହେଉଛି ଏଠି ଜଳକଣା ବୋଲି କୁହାଯାଇଛି। ଶିଖର ମାନେ ଜଳକଣା। ଏବଂ ସମୀରା ଶବ୍ଦର ଅର୍ଥ ହେଉଛି ଏଠି ପବନ ବା ବାୟୁ ବା ମରୁତ ବୋଲି କୁହାଯାଇଛି। ତ ଏଠି ପ୍ରଥମ ଲାଇନରେ କୁହାଗଲା, ପୂତ ପୟୋଧି ବିଧୌତ ଶରୀରା, ଅର୍ଥାତ୍ କବି ଏଠାରେ କହୁଛନ୍ତି ପୟୋଧି ମାନେ ହେଲା ସମୁଦ୍ର, ସମୁଦ୍ରର ଜଳରାଶି ଗୁଡିକ, ପୂତ ମାନେ ହେଲା ପବିତ୍ର, ସମୁଦ୍ରର ଜଳରାଶି ଗୁଡିକ ପବିତ୍ର ଲାଗେ ଏବଂ ସେହି ପବିତ୍ର ଜଳରାଶି ବିଧୌତ କରି ପକାଏ ଶରୀରକୁ। କାହାର ଶରୀରକୁ ବିଧୌତ କରି ପକାଏ ନା ଏଠି ଉତ୍କଳ ଭୂମିଙ୍କ ଶରୀରକୁ, ଉତ୍କଳ ଜନନୀଙ୍କ ଶରୀରକୁ ଧୋଇ ଦିଏ ବୋଲି କୁହାଯାଉଛି। ସମୁଦ୍ରର ପବିତ୍ର ଜଳରାଶି ଉତ୍କଳ ଜନନୀଙ୍କ ଶରୀରକୁ ଧୋଇ ଦେଉଥିବାର କଥା ପ୍ରଥମ ଲାଇନରେ କବି ବର୍ଣ୍ଣନା କରିଛନ୍ତି। ଠିକ ସେମିତି ତାଳ ତମାଳ ବୃକ୍ଷ ଯେଉଁ ରହିଛି, ସେଇ ତାଳ ତମାଳ ବୃକ୍ଷ ଗୁଡିକ ସମୁଦ୍ରର ତଟ ଦେଶ ମାନଙ୍କରେ ଯେଉଁ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ, ତାହାକୁ ଏଠି ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ତ ତାଳ ତମାଳ ବୃକ୍ଷ ଗୁଡିକ ଏଠି ଯେମିତି ଆମେ ଦେଖିବାକୁ ପାଉଛେ ଯେ ସମୁଦ୍ରର ତଟ ଦେଶ ମାନଙ୍କରେ ତାଳ ତମାଳ ବୃକ୍ଷ ଗୁଡିକ ଅତ୍ୟନ୍ତ ଶୋଭାଯୁକ୍ତ ହୋଇଥାଏ, ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ବୋଲି ଏଠି କୁହାଗଲା। ଶୁଭ୍ର ତଟିନୀ କୂଳ, ଏଠି କୁହାଗଲା ତଟିନୀ ମାନେ ନଦୀ। ତ ନଦୀର ଯେଉଁ ଜଳ ପ୍ରବାହିତ ହୋଇଥାଏ, ସେଇ ଜଳ ଗୁଡିକ କେମିତିକା ଲାଗେ ନା ଦେଖିବାକୁ ଶୁଭ୍ର ଲାଗେ, ସ୍ୱଚ୍ଛ ଲାଗେ, ନିର୍ମଳ ଲାଗେ ବୋଲି କୁହାଯାଉଛି। ଏବଂ ତାର କୂଳ ଦେଶ ମାନଙ୍କରେ ଯେଉଁ ପବନ ପ୍ରବାହିତ ହୁଏ, ତ ନଦୀର କୂଳରେ ଯେଉଁ ପବନ ପ୍ରବାହିତ ହୁଏ, ତାହା ଥଣ୍ଡା ବା ଶୀତଳ ହୋଇଥାଏ ବୋଲି ଏଠି କବି ବର୍ଣ୍ଣନା କରିଛନ୍ତି। ତ ସେଥିପାଇଁ ଏଠି କବି ବର୍ଣ୍ଣନା କରିବାକୁ ଚେଷ୍ଟା କରୁଛନ୍ତି ଯେ ପବିତ୍ର ସମୁଦ୍ରର ପବିତ୍ର ଜଳଧାରା ଉତ୍କଳ ଜନନୀଙ୍କ ଶରୀରକୁ ଧୋଇ ଦିଏ ଏବଂ ସମୁଦ୍ରର ତଟଦେଶ ମାନଙ୍କରେ ଲାଗିଥିବା ତାଳ ତମାଳ ବୃକ୍ଷ ଗୁଡିକ ସୁନ୍ଦର ବା ସୌନ୍ଦର୍ଯ୍ୟ ବୃଦ୍ଧି କରି ସମୁଦ୍ରର ତଟଦେଶ ଗୁଡିକ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ବୋଲି କୁହାଯାଇଛି। ତ ଠିକ ସେମିତି ସ୍ୱଚ୍ଛ ଜଳ ଧାରଣ କରିଥିବା ନଦୀ ଗୁଡିକ, ଭାରତ ବର୍ଷରେ ଯେଉଁ ବିଭିନ୍ନ ନଦୀ ଗୁଡିକ ପ୍ରବାହିତ ହେଉଛି, ଓଡିଶା ଭୂଇଁରେ ଯେଉଁ ବିଭିନ୍ନ ନଦୀ ଗୁଡିକ ପ୍ରବାହିତ ହେଉଛି, ତ ଏଠି ଏଇ ଓଡିଶା ଭୂମିର
ନଦୀ ମାନଙ୍କରେ ଯେଉଁ ସ୍ୱଚ୍ଛ ଜଳ ଧାରଣ କରି ପ୍ରବାହିତ ହେଉଛି, ସେଇ ନଦୀର ତଟ ଦେଶ ମାନଙ୍କରେ ଯେଉଁ ପବନ ପ୍ରବାହିତ ହୁଏ, ତାହାକୁ ଏଠି ବର୍ଣ୍ଣନା କରୁଛନ୍ତି ଯେ ସେଇ ଶୀତଳ ପବନ ଗୁଡ଼ିକ ସତରେ ମନଛୁଆଁ ହେଇଥାଏ ବୋଲି କବି ଏଠାରେ ପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି।